हे मोहन ସାର୍, ପ୍ରଭାତୀ ମା, ଆପଣ ଯେତେବେଳେ ଆଗରୁ କଥା ଦେଇଥିଲେ ମୋ ମା ଲୋ ରାଗିବେନି, କଥା ଆପଣ ଦେଇଥିଲେ ଯେ ଆପଣ ବିଜୁଳି ଫ୍ରି ଦେବେ, ଆପଣ କହିଥିଲେ ଯେ ଓଡିଶାକୁ ନିଶାମୁକ୍ତ କରିବେ, ଓଡିଆ ଅସ୍ମିତା ମା ମାଟି ମମତାକୁ ରକ୍ଷା କରିବେ। ମାରେ କିନ୍ନର କାହାର ମା ନ ହେଇପାରେ, ଏବେ ଗୋଟେ ମା ଆଗରେ, କିନ୍ନର ମା ଆଗରେ କୌଣସି ଗୋଟେ ପିଲାକୁ ମାରିକିରି ରକ୍ତାକ୍ତ କରି ରକ୍ତ ଜୁଡୁବୁଡୁ କରିଦେବେ, ଏ କିନ୍ନର ମା କେବେ ସହିପାରିବେ। ଯୋଉ କିନ୍ନର, ପ୍ରଥମେ ମୁଁ କହିବି, କିନ୍ନର ମାନେ ଯୋଉ ରାଜରାସ୍ତାରେ ଠିଆ ହଉଛନ୍ତି ରାତି ଦିନ ଖରା କାକରରେ, ସେ ତାଙ୍କ ପେଟ ପାଇଁ ଠିଆ ହଉଛନ୍ତି। ତାପରେ ଏ ଲୋକମାନେ ଲୁଟେରା ସବୁ ମଦ ଡ୍ରଗ୍ସ ବ୍ରାଉନ ସୁଗର ଖାଇ ନିଶା ତାଙ୍କୁ ପାଉନାହାନ୍ତି ପଇସା, ସେମାନେ ଚାହୁଁଛନ୍ତି 200-500 ଟଙ୍କା ହେଲେ ବି କାହା ତଣ୍ଟି କାଟିଦେବେ। କିନ୍ନର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ଯାହାକୁ ନେଇ କିଛି ଦିନ ହବ ଓଡିଶା ଉଠୁଛି ଏବଂ ପଡୁଛି। କେଉଠି କ୍ୟାଣ୍ଡେଲ ଶୋଭାଯାତ୍ରା ହଉଛି ତ ଆଉ କେଉଠି ରାସ୍ତାରେ ମଧ୍ୟ ସେମାନେ ରାସ୍ତା ରୋକ କରୁଛନ୍ତି। ଆମେ ସେଇଭଳି ଜଣେ କିନ୍ନର ପାଖରେ ଅଛୁ, ଯାହାଙ୍କ ନାଁ ହଉଛି ଚିନୁ ଅପା। ଆମେ ଆଗରୁ ମଧ୍ୟ ତାଙ୍କର ଖବର ପ୍ରସାରଣ କରିଥିଲୁ, ମାତ୍ର ଏଇ ଯୋଉ କିନ୍ନର ମୃତ୍ୟୁ ହେଇଛି, ଏ କେମିତି ହେଇଛି ଏବଂ କଣ ହେଇଛି ସେ ବାବଦରେ ଆସନ୍ତୁ ସିଧାସଳଖ ତାଙ୍କ ସାଙ୍ଗରେ କଥା ହେବା। ମା, ଓଡ଼ିଶା ଭାସ୍କରକୁ ସ୍ୱାଗତ। କଣ କହିବା, 4-5 ଦିନ ତଳେ ଭୁବନେଶ୍ୱର ପିପିଲ ରାସ୍ତାରେ ଏକ କିନ୍ନରକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କଣ ପାଇଁ କିନ୍ନର ଉପରେ ବାରମ୍ବାର ଅତ୍ୟାଚାର ହଉଛି? ନମସ୍କାର ସାରା ଓଡ଼ିଶାବାସୀଙ୍କୁ, ଓଡ଼ିଶା ଭାସ୍କରକୁ ମୁଁ ସ୍ୱାଗତ କରୁଛି ସାର୍, ପ୍ରଣାମ। ଓଡ଼ିଶାବାସୀ ଖୁସିରେ ରୁହନ୍ତୁ, ନମସ୍ତେ। ଆଜି ଯୋଉ କିନ୍ନର, ପ୍ରଥମେ ମୁଁ କହିବି, କିନ୍ନର ମାନେ ଯୋଉ ରାଜରାସ୍ତାରେ ଠିଆ ହଉଛନ୍ତି ରାତି ଦିନ ଖରା କାକରରେ, ସେ ତାଙ୍କ ପେଟ ପାଇଁ ଠିଆ ହଉଛନ୍ତି। ତାପରେ ଏ ଲୋକମାନେ ଲୁଟେରା ସବୁ ମଦ ଡ୍ରଗ୍ସ ବ୍ରାଉନ ସୁଗର ଖାଇ ନିଶା ତାଙ୍କୁ ପାଉନାହାନ୍ତି ପଇସା, ସେମାନେ ଚାହୁଁଛନ୍ତି 200-500 ଟଙ୍କା ହେଲେ ବି କାହା ତଣ୍ଟି କାଟିଦେବେ। ଆପଣ ଦେଖନ୍ତୁ, ଯେତେବେଳେ ତାଙ୍କ ନିଶା ତାଙ୍କୁ ନ ହଉଛି, ପଇସା ନ ଅଣ୍ଟୁଛି, ସେ ନିଶା ଶକ୍ତରେ ରହୁଛନ୍ତି, ତାଙ୍କ ଦେହ ହାତ ଥରୁଛି। ଆପଣ ମାନେ ଦେଖନ୍ତୁ, ଆମ ଓଡିଶାରେ ଏବେ କେତେ ନିଶା ନିର୍ମାଣ ଖୋଲାଗଲାଣି। ଏଠି ସେଠି ବି ନିଶା ନିର୍ମାଣ ରହିଲା ପରେ ବି ସେମାନଙ୍କୁ ପୁଣି ଆସି ନିଶା ଖାଉଛନ୍ତି। ସେ ନିଶା ନିବାରଣରେ ତାଙ୍କ ମେଡିସିନ ବି କାମ କରୁନି। ମୁଁ ଏତିକି ସରକାର ପାଖରେ ମୁଁ ହାତ ଯୋଡିବି, ହେ ମୋହନ ସାର୍, ପ୍ରଭାତୀ ମା, ଆପଣ ଯେତେବେଳେ ଆଗରୁ କଥା ଦେଇଥିଲେ ମୋ ମା ଲୋ ରାଗିବେନି, କଥା ଆପଣ ଦେଇଥିଲେ ଯେ ଆପଣ ବିଜୁଳି ଫ୍ରି ଦେବେ, ଆପଣ କହିଥିଲେ ଯେ ଓଡିଶାକୁ ନିଶାମୁକ୍ତ କରିବେ, ଓଡିଆ ଅସ୍ମିତା ମା ମାଟି ମମତାକୁ ରକ୍ଷା କରିବେ। ମାରେ କିନ୍ନର କାହାର ମା ନ ହେଇପାରେ, ଏବେ ଗୋଟେ ମା ଆଗରେ, କିନ୍ନର ମା ଆଗରେ କୌଣସି ଗୋଟେ ପିଲାକୁ ମାରିକିରି ରକ୍ତାକ୍ତ କରି ରକ୍ତ ଜୁଡୁବୁଡୁ କରିଦେବେ, ଏ କିନ୍ନର ମା କେବେ ସହିପାରିବେନି। ଆପଣ ଚିନ୍ତା କରନ୍ତୁ, ଏତେ କଷ୍ଟ କରି ତା ପେଟ ପାଇଁ ସେ ଦେହ ବିକୁଛି, 100 ଟଙ୍କା 50 ଟଙ୍କା କିଏ ଦଉଛି କିଏ ନାହିଁ, ଆଉ ତାରି ମଧ୍ୟରେ ଲୁଟେରା ଆସି ପଶୁଛନ୍ତି, ପଇସା ଭିଡିକିରି ନଉଛନ୍ତି। ଯଦି ଏମାନେ ନ ଦଉଛନ୍ତି, ସେଟା ଟଣା ଉଟରା ଭିତରେ ସେମାନେ ଛୁରୀ ପ୍ରୟୋଗ କରୁଛନ୍ତି, ବାର ବାର ଆଘାତ କରି ମଣିଷର ଜୀବନ ନେଇ ଯାଉଛନ୍ତି। ଆପଣ ଦେଖନ୍ତୁ, ଏଠି ମଦ ନିଶା, ଆମ ଓଡିଶାର ଏତେ ନିଶାସକ୍ତ, ଆମ ପୁରୁଷ ସମାଜର ପୁରୁଷ ମାନେ ବହୁତ ଅବହେଳିତ। ଏଥିପାଇଁ କେବଳ ସମସ୍ତ କିନ୍ନରଙ୍କ ପାଇଁ ମୁଁ ଏତିକି ହାତ ଯୋଡିବି, ଏ ଭଗବାନ, ଏ କିନ୍ନର ଜନ୍ମ କାହାକୁ ନ ଦଉ। ଆଉ କିନ୍ନର ପରିବାରକୁ କହିବି, ଆପଣ ଗୋଟେ କିନ୍ନର ଛୁଆ ଜନ୍ମ କଲା ପରେ ଏତେ ଅବହେଳିତ କରି ରାସ୍ତାକୁ ଛାଡନ୍ତୁନି, କି ପିଲାଟା ମରିଗଲା ପରେ ଆପଣ ତା ଡେଡ ବଡି ଯାଉନାହାନ୍ତି ତାର ପୋଷ୍ଟମର୍ଟମ ଦେଖିବା ପାଇଁ, କି ତା ଡେଡ ବଡି ପୋଡିବା ପାଇଁ ଯାଉଛି, ଆହୁତି ଶେଷ ଆହୁତି ଜୀବନରେ ସ୍ୱର୍ଗ ଧରା ଯାଉଛି। କିନ୍ନର ମାନେ ସ୍ୱର୍ଗ ଧରା ହଉଛନ୍ତି ତାକୁ, ତାଙ୍କର ସେ କେହି ନୁହଁ, ରକ୍ତ ନୁହଁ, ତା ବାପ ମା କେବେ ଗଲେନି ସ୍ୱର୍ଗ ଦ୍ୱାର ପର୍ଯ୍ୟନ୍ତ। ଏପର୍ଯ୍ୟନ୍ତ ବି ସେମାନେ କମ୍ପ୍ଲେନ କଲେନି, ଆମ ପୁଅ କି ଝିଅ, ସେ ଦିନେଶ ହଉ କି ଆମ ରିଣ୍ଟୁ ହଉ, କି ତାଙ୍କ ସେ ରିଣ୍ଟୁର ଅଞ୍ଜଳି ହଉ, ତାଙ୍କ ପିଲା ବିଷୟରେ ସେ ଥରେ ପଦକ୍ଷେପ ନେଲେନି, କି ପଚାରିଲେନି, କି ପୋଲିସ କମ୍ପ୍ଲେନ କଲେନି। ଆଜି କିନ୍ନର ମାନେ ତାଙ୍କ ପାଇଁ ମା ହେଇ, ପରିବାର ହେଇ ରାଜରାସ୍ତାରେ ଏପର୍ଯ୍ୟନ୍ତ ସଂଗ୍ରାମ କରୁଛନ୍ତି। ଆଜ୍ଞା, ଯଦି ବର୍ତ୍ତମାନ ଆମେ କହିବା ଆପଣଙ୍କର ଏଇ ଯୋଉ ରାସ୍ତା ରୋକ ବା କ୍ୟାଣ୍ଡେଲ ଶୋଭାଯାତ୍ରା ବା ଧମକପୂର୍ଣ୍ଣ ଅଫିସର ମାନଙ୍କୁ ଯୋଉ କୁହାଯାଉଛି, ଏଥିରେ ଭାବୁଛନ୍ତି ନ୍ୟାୟ ନିଶ୍ଚିତ ମିଳିବ? ମୁଁ କହିବି, ଆପଣ ନ୍ୟାୟ ନ ଦିଅନ୍ତୁ, ହେଲେ ମୁଁ କହିବି ଆମ ସମାଜ ପ୍ରତି ଆପଣ ମାନେ କିଛି ଅବହେଳିତ କରୁଛନ୍ତି ଆଉ ଅପାରଗତା କାମନା କରୁଛନ୍ତି। କିନ୍ନର ମାନେ ରାଜରାସ୍ତାରେ ଠିଆ ଅଛନ୍ତି, ଆପଣ ଯେତେବେଳେ ଗାଡି ନେଇକି ଯାଉଛନ୍ତି, କାର ଧରିକି ବାହାରୁଛନ୍ତି ରାଜଧାନୀରୁ, ଆପଣ ମାନେ ବାଇପାସ ରୋଡ, ପୁରୀ ହଉ, ଏପଟେ ପାହାଳ ହଉ, ସେପଟେ କଟକ ରୋଡ ହଉ, କି ଏପଟେ ରଙ୍ଗ ବଜାର ହଉ, ଯୁଆଡକୁ ହଉ,
ଖୋର୍ଦ୍ଧା ସାଇଡ ଚାରିଆଡୁ ଦେଖନ୍ତୁ ଓଡିଶା ସାରା କିନ୍ନର ମାନେ ରାତିରେ ଠିଆ ହଉଛନ୍ତି। ଏଇଟା କଣ ଠିକ ହଉଛି ସାର୍? ଆପଣ କୁହନ୍ତୁ। ଆପଣଙ୍କ ଘରେ ଯଦି ଗୋଟେ କିନ୍ନର ପୁଅ ଜନ୍ମ ହବ, ସେ କିନ୍ନର ଝିଅ ଭଳି ଆଟିଚ୍ୟୁଡ ହବ, ବଡ ହେଲେ ଆପଣ ପିଲାକୁ କଣ ଆପଣ ଛାଡିବେ ରାଜରାସ୍ତାରେ ଠିଆ ହଉ, ମରୁ, ଆଉ ଏ ଖରାପ କାମ କରୁ? ଓଡିଶାର ଅସ୍ମିତା ଆପଣଙ୍କର ନଷ୍ଟ ହବନି? ଆପଣ କୁହନ୍ତୁ ପ୍ରଭାତୀ ମା। ମୁଁ କହିବି କିନ୍ନର ମାନଙ୍କ ପାଇଁ କିଛି ଗୋଟେ ବିକଳ୍ପ କରାଯାଉ। ଖାଲି କିନ୍ନର ନୁହେଁ, ବହୁତ ଅବହେଳିତ ଯୁବକ, ବେକାରୀ ଯୁବକ ଜବ ପାଇନାହାନ୍ତି, ଯୋଉମାନେ ବି ଆଜି ମଦ ପିଇ ଡ୍ରଗ୍ସ ଖାଇକିରି ଖରାପ ହେଉଛନ୍ତି, ସେମାନଙ୍କ ପଛରେ ବି ଆଜି ଆମର ମୁଖ୍ୟ ନେତା ମନ୍ତ୍ରୀ ଆଜି 24 ବର୍ଷରୁ ଏପର୍ଯ୍ୟନ୍ତ ବି ସମସ୍ତେ ଦାୟୀ ହେବେ। ମୁଁ ଦାୟୀ କରେଇବି, ଦାୟୀ କରିବା ପାଇଁ ଆପଣଙ୍କ ପାଖରେ ଅନୁରୋଧ କରି ଦାୟୀ କରୁଛି। କାହିଁକି ନା ସେମାନଙ୍କୁ ଯଦି କୌଣସି ଗୋଟେ ଏତେ ଜାଗା ପଡିଛି, ସରକାର ଗଭର୍ଣ୍ଣମେଣ୍ଟ ଜାଗା ପଡିଛି, ସେଠି କୌଣସି କାମର ବ୍ୟବସ୍ଥା ହୁଅନ୍ତା କିନ୍ନର ମାନଙ୍କ ପାଇଁ ହଉ କି ବେକାରୀ ଯୁବକ ମାନଙ୍କ ପାଇଁ ହଉ, ଆଜି ସେମାନେ ଆଉ ଚୋରି କରନ୍ତିନି କି କିନ୍ନର ମାନେ ବି ଦେହ ବିକନ୍ତିନି। ମୁଁ ଏତିକି ହାତ ଯୋଡିବି ଆଜ୍ଞା। ଆପଣମାନଙ୍କ ହାତରେ ଚତୁର୍ଥ ସ୍ତମ୍ଭ, ଆପଣ ମାନେ ମିଡିଆ, ଆପଣଙ୍କ ଦ୍ଵାରା ବି ମୁଁ ଏ କଥାଟା ପ୍ରସ୍ତୁତ କରି କହୁଛି, ଯଦି କିଛି ବେକାରୀ ଯୁବକ ପାଇଁ ଆଉ କିନ୍ନର ମାନଙ୍କ ପାଇଁ କିଛି ସଂସ୍ଥା କରାଯିବ, ତାଙ୍କୁ ଦୃଢ ପ୍ରତିଶ୍ରୁତି ଦିଆଯିବ, ଆଉ କିନ୍ନର ମାନଙ୍କୁ ରାଜରାସ୍ତାକୁ ନ ଆଣିବ, ଆପଣଙ୍କ ସାତ ପୁରୁଷ ପରିବାର ପର୍ଯ୍ୟନ୍ତ ଆପଣଙ୍କ ଉପରେ ମଙ୍ଗଳ କାମନା ହବ ମନ୍ତ୍ରୀ ସାର୍। ଆପଣ ଶୁଣୁଥିଲେ କିନ୍ନର ମାନେ ଯୋଉ ରାସ୍ତା ସାଇଡରେ ଠିଆ ହଉଛନ୍ତି ତାହାକୁ ମଧ୍ୟ ଏଇ ଚିହ୍ନ ବା ବିରୋଧ କରୁଛନ୍ତି। ତେବେ ବର୍ତ୍ତମାନ ବି ବିଶ୍ୱାସ ଅଛି, ସରକାରଙ୍କ ଉପରେ ବିଶ୍ୱାସ ଅଛି, ପ୍ରଶାସନ ଉପରେ ବିଶ୍ୱାସ ଅଛି, ନିଶ୍ଚିତ ସେ କିନ୍ନରକୁ ନ୍ୟାୟ ମିଳିବ। କାକଟପୁରରୁ ଆର୍ତ୍ତତ୍ରଣ ମହାନ୍ତି, ଓଡ଼ିଶା ଭାସ୍କର।